ପ୍ରତିଦିନ ସକାଳୁ ଉଠି ଚିନ୍ତା କରୁଛନ୍ତି କି ଜଳଖିଆରେ କ'ଣ ବନେଇବେ? ତାହେଲେ ଚିନ୍ତା ଛାଡ଼ନ୍ତୁ ଆଉ ବନାନ୍ତୁ ଏଇ ନରମ ନରମ ସୁଆଦିଆ ଜଳଖିଆ ଯେଉଁଟା ଚାଉଳରେ ହେଇଛି ତଥାପି ଏଇଟା ବହୁତ ହି ନରମ ହେଇଛି। ଦେଖନ୍ତୁ ଯେଉଁ ପଟୁ ବି ଚିପିଲେ ପୁରା ହାତକୁ କେତେ ସଫ୍ଟ ଲାଗୁଛି। ନମସ୍କାର, ମୁଁ ଜ୍ୟୋତି ସ୍ୱାଗତ କରୁଛି ଆପଣଙ୍କୁ ଜ୍ୟୋତିଷ ଖାନାପିନାରେ। ଚାଲନ୍ତୁ ବନେଇବା ଏଇ ଜଳଖିଆଟି ଯେଉଁଟାକି ବହୁତ ହି ଜଲ୍ଦି ରେଡ଼ି ହେଇଯିବ। ଏଇଠି ମୁଁ ନେଇଛି ଗୋଟେ କପ୍ ଅରୁଆ ଚାଉଳ, ଯାହାକୁ ମୁଁ 3 ଘଣ୍ଟା ଧରିକି ଭିଜେଇକି ରଖିଦେଇଥିଲି। ଧୋଇକି ଏଟାକୁ ଭିଜେଇ ଦେଇଥିଲି। ତ ଗ୍ରାଇଣ୍ଡର କପ୍ରେ ଆକୁ ନେଉଛି। ଆଉ ଏଥିରେ ନେବା ଆମେ ଗୋଟେ କପ୍ ଦହି। ତ ଦହି ଏଠି 250 ଗ୍ରାମ ଅଛି, ଆଉ ଚାଉଳ 200 ଗ୍ରାମରୁ ଟିକେ ଅଧିକ, 220-25 ଗ୍ରାମ ଭଳିଆ ଚାଉଳ ଅଛି। ତ ଏଥିରେ ଆମେ ପାଣି ଦେବାନି, ଖାଲି ଦହିଟାକୁ ଦେଇକି ଆକୁ ବାଟିଦେବା। ଦେଖନ୍ତୁ କେମିତି ହେଇଛି କନସିଷ୍ଟେନ୍ସି। ତ ଏଇ ଯେଉଁ ବ୍ୟାଟରଟା ପୁରା ଫାଇନ୍ ହେବନି, ସୁଜିର ଦାନା ଯେମିତି ଥାଏ ସେତିକି ହିଁ ଏଇଟା ବାଟି ହେବ। ଟିକେ ଖଦଡ଼ା ଆକୁ ଆମେ ରଖିବା। ଆଉ ଦହିଟା ଯଦି ଏଠି ଟିକେ ଖଟା ବି ହେଇଥିବ ଚଳିବ, ଭଲ ବନିବ ସେଥିରେ ବି। ତ ବ୍ୟାଟରଟାକୁ ଗୋଟେ ବୋଲରେ ଢାଳିବା। ଏବେ ପ୍ୟାନ୍ ବସେଇକି ଗୋଟେ ଛୁଙ୍କ କରିନେବା। ଛୁଙ୍କ ପାଇଁ ଏଠି 1 ଚାମଚ ତେଲ ମୁଁ ନେଉଛି। ସେଥିରେ ପକେଇବା ଅଧ ଚାମଚ ଜିରା, ଆଉ ଅଧ ଚାମଚ ପକେଇବା ସୋରିଷ। ଏଇଟା ଟିକେ ଫୁଟି ଆସିଲା ପରେ ଗ୍ୟାସଟାକୁ ବନ୍ଦ କରିଦେବା। ମୁଁ ଏଇଠି ଗ୍ୟାସଟାକୁ ବନ୍ଦ କରିବା ପାଇଁ ଭୁଲି ଯାଇଥିଲି, ଆଉ ସେମିତି ଜଳୁଥିବାରେ ହିଁ ଭୃଷଙ୍ଗ ପତ୍ରଟା ପକେଇଦେଲି। ଦେଖନ୍ତୁ କ'ଣ ହେଲା। ତ ଆପଣ ସେ ଭୁଲ କରିବେନି। ଆଉ ଏଇଠି ମୁଁ ଲୁଣ ପକାଉଛି ବ୍ୟାଟରରେ, ଆଉ ସେଥିରେ ପକାଉଛି ତଡ଼କାଟା। ତା ଦେହରେ ଟିକେ କଟା ହେଇଥିବା ଧନିଆ ଦେଇଦେବା। ଆମେ ଏଇଟା ଫ୍ରେଶ୍ ଧନିଆ ଅଛି ଦେବା, ଆଉ ଏଟାକୁ ଗୋଳେଇ ଦେବା। ଗୋଳେଇକି ଆକୁ ଆମେ 5 ମିନିଟ୍ ଯାଏଁ ଛାଡ଼ିଦେବା। ଆଉ ସେପଟେ ଆମେ ରେଡ଼ି କରିବା ଷ୍ଟିମର। ଷ୍ଟିମରଟା ମୁଁ ଏଠି ପୁରା ସମସ୍ତେ ଯେମିତି କରିପାରିବେ ସେଇଭଳିଆ କରୁଛି। ଏଠି ଦେଖନ୍ତୁ ମୁଁ ଛୋଟ କଡ଼େଇ ଆଉ ଛୋଟ ବାସନରେ ହିଁ ବନେଇଛି। ଯଦି ଆପଣଙ୍କ ପାଖରେ ବଡ଼ କିଛି ବାସନ ଅଛି ସେଥିରେ ଆପଣ କରିପାରିବେ, ନହେଲେ ଷ୍ଟିମର ଯଦି ଅଛି ତାକୁ ବି ୟୁଜ୍ କରିପାରିବେ। ମୁଁ କିନ୍ତୁ ଏଇଠି ଛୋଟ ବାସନରେ ଛୋଟ ଛୋଟ ପ୍ଲେଟ୍ରେ କରିକି ଦେଖାଉଛି, ଯେଉଁଟାକି ସମସ୍ତେ କରିପାରିବେ। ତ ପ୍ଲେଟ୍ରେ ପ୍ରଥମେ ତେଲ ଦେବା, ଆଉ ତେଲଟାକୁ ବ୍ରଶ୍ କରିଦେବା ଭଲସେ, ତାକି ଯେଉଁ ବ୍ୟାଟର ଆମେ ଏଥିରେ ଢାଳିବା ସେ ତଳେ ଲାଗିଯିବନି। ତ ଏଇଟା ଭଲସେ କରିସାରିଲା ପରେ ଯେଉଁ ବ୍ୟାଟର ଅଛି ସେଥିରେ ଆମେ ଟିକେ ପକେଇବା ଇନୋ। ଏଇଟା ପ୍ଲେନ୍ ଇନୋ ଅଛି, ମୁଁ ଗୋଟେ ସାଶେ ଇନୋ ପକାଉଛି ଏଥିରେ। ଇନୋ ପକେଇକି ଇନୋ ଉପରେ 1 ଚାମଚ ଭଳିଆ ପାଣି ଆମେ ଢାଳିବା, ଆଉ ତାପରେ ବ୍ୟାଟରଟାକୁ ଭଲ ଭାବରେ ମିଶାଇବା। ଯେତେବେଳେ ବ୍ୟାଟର ଆମେ ମିଶାଇବା ଗୋଟିଏ ଦିଗରେ ହିଁ ତାକୁ ବୁଲେଇବା, ଲେଫ୍ଟ ରାଇଟ୍ କରିକି ଗୋଳେଇବାନି। ତ ଗୋଟିଏ ଡିରେକ୍ସନରେ ବୁଲେଇଲେ ଭଲସେ ତା ଭିତରେ ଏୟାର ଆସିବ, ଆଉ ପିଠାଟି ଆପଣଙ୍କର ନରମ ଆଉ ଫୁଲଫୁଲିଆ ହେଇକି ବନିବ। ତ ପ୍ଲେଟ୍ଟା ଯଦି ପତଳା ହେଇଥିବ ତାହେଲେ ଭଲ। ବହୁତ ମୋଟାରେ ଯଦି ଆପଣ ଆଣଟା ଦେଇଦେବେ ତାହେଲେ ପିଠାଟା ଟିକେ କାଦୁଆ ବି ହେଇଯାଇପାରେ। ତେଣୁ ଥାଳି କିମ୍ବା ପ୍ଲେଟ୍ ଯାହା ବି ଆପଣ ନେଉଛନ୍ତି ଟିକେ ପତଳା ଲେୟାରରେ ହିଁ କରିବେ। ଏଠି ମୁଁ ଷ୍ଟିମର ଉପରେ ରଖିଦେଲି ପ୍ଲେଟ୍ଟାକୁ, ଆଉ ତା ଉପରେ ଟିକେ ନାକୁ ଲଙ୍କା ଗୁଣ୍ଡ ପକାଉଛି, ଖାଲି ଲୁକ୍ ପାଇଁ। ଚାହିଁଲେ ସ୍କିପ୍ ବି କରିପାରିବେ। ଆଉ ଆକୁ ଏବେ ଘୋଡ଼େଇକି ଆମେ କୁକ୍ କରିବା 15-20 ମିନିଟ୍ ଯାଏଁ। ଏଇଟା ଛୋଟ ପ୍ଲେଟ୍ ଅଛି ତ 15 ମିନିଟ୍ରେ ପୁରା ହେଇଯିବ। ଯଦି ଆପଣ ଥାଳିରେ କରୁଛନ୍ତି ତାହେଲେ 20-25 ମିନିଟ୍ ବି ଲାଗିଯାଇପାରେ। ତ ଯେତେବେଳେ ଆମେ ଖୋଲିବା ମୁଁ କହିବି କେମିତି ଚେକ୍ କରିବାକୁ ହେବ ତାକୁ। ତ ଏଇଟା ଯେତେ ସମୟ କୁକ୍ ହେଉଛି ସେତିକି ଭିତରେ ଆମେ ଗୋଟେ ବଢ଼ିଆ ଚଟନି ବନେଇବା, ଯେଉଁଥିପାଇଁ ମୁଁ ବସେଇଲି ପ୍ୟାନ୍। ଆଉ ଟିକେ ଅଧ ଚାମଚ ଭଳିଆ ଏଥିରେ ତେଲ ଦେଉଛି, ଜଷ୍ଟ ଟିକେ ଜିରା, ଅଧ ଚାମଚରୁ ବି କମ୍ ଜିରା, ଆଉ ଛୋଟ ଖଣ୍ଡେ ଅଦାକୁ କାଟିକି ପକେଇଦେଲି। ଏଠି ଗୋଟେ ବଡ଼ ଟମାଟୋ ଅଛି, ଟମାଟୋଟାକୁ କାଟିକି ପକେଇଲି, ଆଉ ସେଇଟା ଟିକେ ଭାଜି ନେବା। 2 ମିନିଟ୍ ଖଣ୍ଡେ ଆକୁ ଭାଜିବା। ଭାଜି ସାରିଲା ପରେ ଗ୍ୟାସଟିକୁ ଅଫ୍ କରିଦେବା, ଆଉ ମିକ୍ସଚରଟାକୁ ଟିକେ ଥଣ୍ଡା ହେବାକୁ ଦେବା। ପୁରା ଗରମ ଗରମ ଆକୁ ଆମେ ଗ୍ରାଇଣ୍ଡ କରିବାନି। ତ ଏବେ ମୁଁ ଏଠି ନେଉଛି ଗୋଟେ ଗ୍ରାଇଣ୍ଡର ଜାର୍, ଆଉ ସେଥିରେ 5 ସ୍ପୁନ୍ ପକାଇ ଦେଉଛି ଭଜା ବାଦାମ, ଯେଉଁଟାକି ଗୋଟେ ଛୋଟ କପ୍ରେ ଅଧ କପ୍ରୁ ଟିକେ ଅଧିକ ବାଦାମ ହେବ। ଆଉ ଏଇଟା ଭଜା ହେଇକି ହିଁ ଅଛି। ସେଥିରେ 1 ଚାମଚ ରାଶି ପକାଉଛି, ରାଶିଟା ବି ଭଜା ହେଇକି ଅଛି। ଏଇଠି ମୁଁ 2ଟା ଶୁଖିଲା ଲଙ୍କାକୁ ମଞ୍ଜି କାଢ଼ିକି ପାଣିରେ ଭିଜେଇ ଦେଇଥିଲି, ଆଉ 1 ଚାମଚ ଭଳିଆ ତେନ୍ତୁଳି, ବିନା ମଞ୍ଜିବାଲା ତେନ୍ତୁଳି ବି ଭିଜେଇକି ରଖିଥିଲି, ତାକୁ ପାଣି ସହିତ ହିଁ ଏଥିରେ ପକେଇବା। ଆଉ ତା ସହିତ ଟିକେ ଲୁଣ ଦେବା, ଆଉ ଚିନି ବି 1 ଚାମଚ ଦେବା। ତା ଉପରେ ଟିକେ ପାଣି ବି ଦେବା।
कहीं एथिरे बादाम आउ राशि अच्छी टिके पानी टाणिब आ चटनीटा आम टिके पतला ही बनइबा। तो ये टमाटो मिक्सचरटा को भी एथिरे मुझे देदेली आ ग्राइंडर बंद करके बाटी नवा गोटे फाइन पेस्ट बनइबा। ये देखो चटनीटा पूरा रेडी हो जाइए। आपण चाहिए एमती भी खाई परिबे, किंतु एथिरे मु गोटे छोट छुंक लगे दूची। तो टिके तेल नहीं गली गोटे चामच से पकाउची, अल्प टिके जीरा आउ अध चामच सोरिष, अल्प टिके एथिरे पकेबा आमे हेंगू आउ सुखिला लंका और भूसंग पत्र टिके पकेदबा। तो एतिकी जिनस देकी आकु आमे छुंक करदबा। ये छुंकटा को चटनी रे पकेदबा और चटनी आमर हो गला रेडी। देखंतु ये चटनीटा ये पिठा सहित बा राइस ढोकला मुआको कहूची आ सहित एटा बहुत ही भल लागिबो। देखि नबा केमिति हेलाणी पिठाटी आमर। तो आकु चेक करिबा पई मु गोटे बटर नाइफ नउची, छुरी किंबा टूथपिक किंबा एमती किछि गोटे जिनस नेकी ताकू पूरेकी देखिबे। जदि सेतरे लागिबोनी क्लीन बाहरी आसीबो ताहले जानिबे एटा हेई जाइछि। आ जदि टिके लागी जाउची ताहले आउ 2-3 मिनिट किंबा 5 मिनिट जाए ताकू कुक कर देबे। एटी देखंतु पूरा क्लीन हेकी बाहरी आसला, ता माने एटा पूरा रेडी हे जाइछि। तो आकु एबे बाहर करि नबा आउ काटिकी सर्व करिबा। देखिले केते जल्दी आ केते झटपट से बनीगला। जदि आपन को सकाळ जलखियार एटा बनइबार थिबो ताहले राति रे चाउलटा भिजई देबे। आ जदि संध्या बेले बनइबा पई चाहुचंती ताहले 3-4 घंटा आगुरु भी भिजई देले हबो। तो जदि रेसिपीटी आपन को भल लागिछि ताहले वीडियोटी को लाइक करिवे आउ चैनल को सब्सक्राइब कर देबे। तो नेक्स्ट टाइम पुणी देखा हबा आउरी गोटे बढ़िया रेसिपी सहित। रहुछि नमस्कार।